ଶୁଣ, ଆଜି ମୁଁ ତୋତେ ଗୋଟେ ପ୍ରଶ୍ନ ପଚାରିବି। ଧର ଆଜିଠାରୁ ଠିକ୍ 5 ବର୍ଷ ପରେ ତୁ ନିଜକୁ କେଉଁଠି ଦେଖିବାକୁ ଚାହୁଁଛୁ? ଗୋଟେ ବଡ଼ ଅଫିସର, ନା ଏବେ ଯେଉଁଠି ଅଛୁ ସେଇଠି? ତୁ କହୁଛୁ କି ମୋ ଭାଗ୍ୟ ଖରାପ। ନା ଭାଇ, ଭାଗ୍ୟ ଖରାପ ନୁହଁ, ତୋ ସକାଳ ଖରାପ। ଦୁନିଆର ଅଧିକାଂଶ ସକ୍ସେସଫୁଲ୍ ଲୋକ ଯେତେବେଳେ ସକାଳ 5ଟାରେ ଉଠି ନିଜ ସ୍ୱପ୍ନ ପାଇଁ କାମ କରୁଛନ୍ତି, ସେତେବେଳେ ତୁ ଗଭୀର ନିଦରେ ଶୋଉଛୁ। ତୁ ଯେତେବେଳେ ସକାଳ 8ଟାରେ ଉଠୁଛୁ ନା, ସେତେବେଳେ କେହି ଜଣେ ଅଲରେଡ଼ି 3 ଘଣ୍ଟା ପାଠ ପଢ଼ି ସାରିଛି, ଏକ୍ସରସାଇଜ୍ କରିସାରିଛି, ପ୍ଲାନିଂ କରିସାରିଛି, ଆଉ ତୋ ଠାରୁ 3 ଘଣ୍ଟା ଆଗକୁ ଚାଲିଯାଇଛି। ଗୋଟେ ଦିନ, 2 ଦିନ, ଗୋଟେ ମାସ, ଗୋଟେ ବର୍ଷ, 5 ବର୍ଷ, ତାପରେ ତୁ କହୁଛୁ ସେ ଏତେ ଆଗକୁ କେମିତି ଗଲା? ଆଜିର ଏଇ ଭିଡ଼ିଓରେ ମୁଁ ତୋତେ ଦେଖେଇବି କେବଳ ସକାଳ 5ଟାରେ ଉଠିବାର ଅଭ୍ୟାସ କେମିତି 5 ବର୍ଷ ପରେ ତୋର ସମ୍ପୂର୍ଣ୍ଣ ଜୀବନକୁ ବଦଳାଇ ଦେଇପାରେ। ଶୁଣ, ମୁଁ ତୋତେ 2 ଜଣ ପିଲାଙ୍କ କାହାଣୀ କହୁଛି। ଦୁହିଁଙ୍କର ଗୋଟିଏ ସ୍କୁଲ, ଗୋଟିଏ କଲେଜ, ଗୋଟିଏ କ୍ଲାସ୍, ଗୋଟିଏ ବୟସ। ଦୁହିଁଙ୍କ ବାପା ଗରିବ, ଦୁହିଁଙ୍କ ସ୍ୱପ୍ନ ବହୁତ ବଡ଼, କିନ୍ତୁ ଗୋଟିଏ ଅଭ୍ୟାସ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ପ୍ରଥମ ପିଲା ସକାଳ 5ଟାରେ ଉଠୁଥିଲା, ମୁହଁ ଧୋଇକି 15 ମିନିଟ୍ ଏକ୍ସରସାଇଜ, ତାପରେ 2 ଘଣ୍ଟା ପାଠ ପଢ଼ା, ମୋବାଇଲ ଦୂରରେ, ମନ ସମ୍ପୂର୍ଣ୍ଣ ପାଠ ପଢ଼ାରେ। ଦ୍ୱିତୀୟ ପିଲା ରାତି 2ଟା ପର୍ଯ୍ୟନ୍ତ ରିଲ୍ସ, ଗେମ୍ସ, ୟୁଟ୍ୟୁବ। ସକାଳେ ଆଲାର୍ମ ତ ବାଜୁଥିଲା, କିନ୍ତୁ ସେ ତାକୁ ସ୍ନୁଜ୍ କରିଦେଉଥିଲା। 5 ମିନିଟ୍, 10 ମିନିଟ୍, 30 ମିନିଟ୍, ଆଉ ଶେଷରେ 8ଟାରେ ଉଠୁଥିଲା। ଉଠିବା ସାଙ୍ଗେ ସାଙ୍ଗେ ମୋବାଇଲ, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ, ଫେସବୁକ୍, ଆଉ ସମ୍ପୂର୍ଣ୍ଣ ସକାଳ ଏମିତି ହେଇକି ଶେଷ। ଗୋଟେ ବର୍ଷ କଟିଗଲା, କିଛି ବେଶୀ ଫରକ ଦେଖାଗଲାନି। 2 ବର୍ଷ, 3 ବର୍ଷ, 4 ବର୍ଷ, ଆଉ 5 ବର୍ଷ ପରେ ପ୍ରଥମ ପିଲା ନିଜ ସ୍ୱପ୍ନର ଚାକିରି ପାଇଗଲା। ଆଉ ଦ୍ୱିତୀୟ ପିଲା ଏବେ ବି କହୁଛି, ଭାଇ ମୋ ଭାଗ୍ୟ ଖରାପ। ନା ଭାଇ, ଭାଗ୍ୟ ଖରାପ ନଥିଲା, ତୋ ସକାଳଟା ଖରାପ ଥିଲା। ମନେ ରଖ, ସକାଳେ ତୁ ଯେମିତି ଦିନ ଆରମ୍ଭ କରୁଛୁ, ସେମିତି ତୋର ଭବିଷ୍ୟତ ତିଆରି ହେଉଛି। ଆଜି ତୁ 1 ଘଣ୍ଟା ଅଧିକ ଶୋଇବୁ, କିନ୍ତୁ ସେଇ ଗୋଟିଏ ଘଣ୍ଟାରେ ଦୁନିଆରେ କେହି ଜଣେ ତୋଠାରୁ ଆଗକୁ ଚାଲିଯିବ। ଶୁଣ, ତୁ ଭାବୁଛୁ ସକାଳ 5ଟାରେ ଉଠିଲେ କ'ଣ ହେଇଯିବ? ଭାଇ, ସକାଳ 5ଟାରେ ଉଠିବା ଯାଦୁ ନୁହଁ, କିନ୍ତୁ ସେଇ ଅଭ୍ୟାସ ତୋ ଜୀବନକୁ ଯାଦୁ ଭଳି ବଦଳାଇ ଦେଇପାରେ। ସକାଳ 5ଟାରେ ଏ ଦୁନିଆ ଶାନ୍ତ ଥାଏ। କୌଣସି ଫୋନ୍ ନାହିଁ, କଲ୍ ନାହିଁ, କୌଣସି ନଏଜ୍ ନାହିଁ, କୌଣସି ଡିଷ୍ଟ୍ରାକ୍ସନ୍ ନାହିଁ। ସେହି ସମୟରେ ତୋ ମସ୍ତିଷ୍କ ସବୁଠାରୁ ସତେଜ ଥାଏ। ଯାହା ତୁ ସକାଳେ 1 ଘଣ୍ଟାରେ ପଢ଼ିବୁ, ସେଇ ଜିନିଷକୁ ରାତିରେ 4 ଘଣ୍ଟା ପଢ଼ିଲେ ବି ମନେ ରଖିପାରିବୁନି। ତୁ କେବେ ଧ୍ୟାନ ଦେଇଛୁ, ରାତିରେ ପଢ଼ିବାକୁ ବସିଲେ 5 ମିନିଟ୍ ପରେ ନିଦ ଆସେ, ମୋବାଇଲ ଧରିବାକୁ ଇଚ୍ଛା ହୁଏ, କିନ୍ତୁ ସକାଳେ ମନ ଶାନ୍ତ ଥାଏ, ଫୋକସ୍ ବଢ଼ିଯାଏ। ଭାଇ, ସଫଳ ଲୋକମାନେ ସକାଳେ ଉଠି ଦୁନିଆ ବଦଳାଇବାର ସ୍ୱପ୍ନ ଦେଖନ୍ତି, ଆଉ ଅଳସୁଆ ଲୋକମାନେ ସକାଳେ ଲେଟ୍ ପର୍ଯ୍ୟନ୍ତ ଶୋଇକି ଆଉ 10 ମିନିଟ୍ ଶୋଇବାର ସ୍ୱପ୍ନ ଦେଖନ୍ତି। ତୁ ଯଦି ପ୍ରତିଦିନ ସକାଳ 3 ଘଣ୍ଟା ଆଗରୁ ଉଠୁଛୁ, ତାହେଲେ ଗୋଟେ ଦିନରେ 3 ଘଣ୍ଟା, ଗୋଟେ ମାସରେ ପ୍ରାୟ 90 ଘଣ୍ଟା, ଆଉ ଗୋଟେ ବର୍ଷରେ 1000 ଘଣ୍ଟାରୁ ବି ଅଧିକ ସମୟ। ଭାବ, 1000 ଘଣ୍ଟା। କେହି ସ୍କିଲ୍ ଶିଖିବାକୁ, କେହି ଏକ୍ଜାମ୍ କ୍ଲିୟର କରିବାକୁ, କେହି ଜୀବନ ବଦଳାଇବାକୁ। ଏତିକି ସମୟ କ'ଣ ଯଥେଷ୍ଟ ନୁହେଁ? କିନ୍ତୁ ସେଇ 1000 ଘଣ୍ଟା ତୁ ନିଦରେ ହରାଇ ଦେଉଛୁ, ଆଉ ପରେ କହୁଛୁ ମୋ ଲକ୍ ଖରାପ। ମନେ ରଖ, ସଫଳତା ଗୋଟେ ଦିନରେ ଆସେନି। ସଫଳତାଟା ପ୍ରତିଦିନ ସକାଳେ ହୋଇଥିବା ଛୋଟ ଛୋଟ ନିଷ୍ପତ୍ତିରୁ ଆରମ୍ଭ ହୁଏ। ଶୁଣ, ଏବେ ମୁଁ ତୋତେ 5 ବର୍ଷ ପରର
ଦୁଇଟି ଜୀବନ ଦେଖେଇବି। ପ୍ରଥମ ଜୀବନ ସେଇ ପିଲାର ଯିଏ ପ୍ରତିଦିନ ସକାଳ 5ଟାରେ ଉଠୁଥିଲା। ଦ୍ୱିତୀୟ ଜୀବନ ସେଇ ପିଲାର ଯିଏ ପ୍ରତିଦିନ କହୁଥିଲା ଆଜି ନୁହେଁ କାଲିଠାରୁ ପଢ଼ିବି। 5 ବର୍ଷ ପରେ ସମୟ ସକାଳ 7ଟା। ପ୍ରଥମ ପିଲା ନିଜ ଅଫିସକୁ ଯିବା ପାଇଁ ପ୍ରସ୍ତୁତ ହେଉଛି। ତା ବାପା ବାରଣ୍ଡାରେ ବସି ହସୁଛନ୍ତି। ମା କହୁଛନ୍ତି ମୋ ପୁଅ ଆଜି ବଡ଼ ଅଫିସର ହେଇଗଲା। ଘରେ ଖୁସି, ସମ୍ମାନ, ଶାନ୍ତି। ଆଉ ଦ୍ୱିତୀୟ ପିଲା ସମୟ ସକାଳ 8:30। ସିଏ ଏବେ ବି ଶୋଇଛି। ମା ଡାକି କହୁଛନ୍ତି ବାବୁରେ ଉଠ, ଇଣ୍ଟରଭ୍ୟୁ ଅଛି। ସେ କହୁଛି ମା ଆଉ 10 ମିନିଟ୍, ଆଉ 10 ମିନିଟ୍ ଶୋଇବାକୁ ଦେ, ମୁଁ ଉଠିଯିବି। ଭାଇ, ଯିଏ 5 ବର୍ଷ ଧରି ଆଉ 10 ମିନିଟ୍ କହୁଥିଲା ତାର ଜୀବନ ବି 10 ମିନିଟ୍ କରି ପଛକୁ ଚାଲିଗଲା। ତାପରେ ସେଇ ଦ୍ୱିତୀୟ ପିଲାଟି ଇଣ୍ଟରଭ୍ୟୁ ଦେବାକୁ ଗଲା। ସେଠାରେ 500 ଜଣ ଲାଇନରେ ଥିଲେ। ସମସ୍ତଙ୍କ ପାଖରେ ଡିଗ୍ରୀ, ସମସ୍ତଙ୍କ ପାଖରେ ସାର୍ଟିଫିକେଟ୍, କିନ୍ତୁ ଡିସିପ୍ଲିନ୍ ସେଇଟା କେବଳ କିଛି ଲୋକଙ୍କ ପାଖରେ ଥିଲା। ଆଉ ଚାକିରି ସେଇମାନେ ହିଁ ନେଇଗଲେ ଯେଉଁମାନଙ୍କ ପାଖରେ ଡିସିପ୍ଲିନ୍ ଥିଲା। ଭାଇ, ଏ ଦୁନିଆ କେବେ ତୋର ଏକ୍ସକ୍ୟୁଜେସ୍କୁ ଶୁଣିବନି। ଦୁନିଆ କେବଳ ରେଜଲ୍ଟ ଦେଖିବ। କେହି ପଚାରିବେନି କି ତୁ କେତେ ଶୋଇଲୁ। ସମସ୍ତେ ପଚାରିବେ ତୁ କ'ଣ ହାସଲ କଲୁ, ତୋର ଇନକମ୍ କେତେ। ମନେ ରଖ, ଆଜି ସକାଳ 5ଟାରେ ଆଲାର୍ମ ତୋର ଶତ୍ରୁ ନୁହଁ। ସେଇ ଆଲାର୍ମ ହିଁ ତୋ ଭବିଷ୍ୟତର ପ୍ରଥମ ଦ୍ୱାର। ସେଇ ଦ୍ୱାର ଖୋଲିବୁ ନା ପୁଣି ସ୍ନୁଜ୍ ବଟନକୁ କ୍ଲିକ୍ କରିବୁ, ଏଇ ନିଷ୍ପତ୍ତିଟା ଆଜି ତୁ ନେ। ଶୁଣ, ଏବେ ମୁଁ ତୋତେ ଗୋଟେ ଦୃଶ୍ୟ ଦେଖେଇବି, ଆଉ ସେଇ ଦୃଶ୍ୟ ତୋ ଜୀବନ ବଦଳାଇ ଦେଇପାରେ। ଆଜିଠାରୁ ଠିକ୍ 5 ବର୍ଷ ପରେ ତୋ ବାପା ଆଉ ଏତେ ଶକ୍ତିଶାଳୀ ରହିବେନି। ଯେଉଁ ହାତରେ ସେ ଦିନରାତି କାମ କରୁଥିଲେ ସେଇ ହାତ ଥରିବା ଆରମ୍ଭ କରିଦେବ। ତୋ ମା ଆଗ ଭଳି ଆଉ ଦୌଡ଼ି ପାରିବେନି। ତାଙ୍କ କେଶ ଧଳା ହେଇଯିବ, ମୁହଁରେ ବୟସର ରେଖା ଦେଖାଯିବ। ଆଉ ସେତେବେଳେ ସେମାନେ ଗୋଟିଏ କଥା ଭାବିବେ କି ଆମ ପୁଅ ଏବେ ଆମ ସାହାରା ହେବ। କିନ୍ତୁ ଯଦି ସେତେବେଳେ ବି ତୁ ଚାକିରି ଖୋଜୁଥିବୁ ନା, ଇଣ୍ଟରଭ୍ୟୁ ପରେ ଇଣ୍ଟରଭ୍ୟୁ ଦେଇ ଚାଲିଥିବୁ, ତାହେଲେ ସବୁଠାରୁ କଷ୍ଟ କାହାକୁ ହେବ ଜାଣିଛୁ? ତୋ ବାପା ମାଆଙ୍କୁ। ମନେ ରଖ, ପ୍ରତିଦିନ ସକାଳେ ତୋ ଆଲାର୍ମ କେବଳ ତୋତେ ଉଠାଏନି, ସେ ତ ସ୍ୱପ୍ନକୁ ଉଠିବାର ସୁଯୋଗ ଦିଏ। ପ୍ରତିଦିନ ତୁ ଆଲାର୍ମ ବନ୍ଦ କରୁଛୁ ମାନେ ତୁ ନିଜ ଭବିଷ୍ୟତକୁ କହୁଛୁ ଆଜି ନୁହେଁ। କିନ୍ତୁ ଭବିଷ୍ୟତ କାହାକୁ ଅପେକ୍ଷା କରେନି ବାବୁ। ଗୋଟେ କଥା ମନେ ରଖିଥା କି ସଫଳ ଲୋକଙ୍କ ପାଖରେ 24 ଘଣ୍ଟା ଥାଏ, ଅସଫଳ ଲୋକମାନଙ୍କ ପାଖରେ ବି 24 ଘଣ୍ଟା ଥାଏ। ଫରକ କେବଳ ଗୋଟିଏ, ଜଣେ ସକାଳକୁ ଧରିନିଏ, ଆଉ ଜଣେ ତକିଆକୁ ଧରି ଶୋଇ ରହିଯାଏ। ଆଜି ଏଇ ମୁହୂର୍ତ୍ତରେ ନିଷ୍ପତ୍ତି ନେ। କାଲି ସକାଳ 5ଟାରେ ଆଲାର୍ମ ବାଜିଲେ ତୁ ସ୍ନୁଜ୍ କରିବୁ ନା ଉଠିକି ନିଜ ବାପା ମାଙ୍କ ସ୍ୱପ୍ନ ପାଇଁ ପ୍ରଥମ ପଦକ୍ଷେପ ନେବୁ? ଯଦି ତୁ ସତରେ କାଲିଠାରୁ ସକାଳ 5ଟାରେ ଉଠିବାର ପ୍ରତିଜ୍ଞା କରୁଛୁ, ତାହେଲେ କମେଣ୍ଟରେ ଲେଖ କି କାଲି ସକାଳ 5ଟାରେ ଦେଖାହେବ। এই ଭିଡ଼ିଓକୁ ସେଇ ସାଙ୍ଗ ପାଖକୁ ସେୟାର କର ଯିଏ ପ୍ରତିଦିନ କହେ ଆଉ ବାସ୍ 10 ମିନିଟ୍ ଶୋଇବି। ଭିଡ଼ିଓର ଶେଷରେ ବାସ୍ ଏତିକି କହିବା ପାଇଁ ଚାହୁଁଛି କି ଆଜି ସକାଳ 5ଟାରେ ଉଠିବା କଷ୍ଟ ଲାଗିବ, କିନ୍ତୁ 5 ବର୍ଷ ପରେ ସେଇ ନିଷ୍ପତ୍ତି ପାଇଁ ତୁ ତୋ ନିଜକୁ ଧନ୍ୟବାଦ ଦେବୁ। ଜୟ ଜଗନ୍ନାଥ।